ଆରେ ଇଏ କ'ଣ ସକାଳୁ ସକାଳୁ ଉଠିକି ଦେଖେ ତ ଆମ ଟାଇଗର ଯାଇକି ବାହାରେ ବସିଛି। ଆଉ ବାହାରେ କାହାକୁ ଗୋଟେ ଦେଖୁଛି ଥଣ୍ଡାରେ ଘୋଡ଼ି ଘାଡ଼ି ହେଇକି ବସିଥିଲା। ଜୟ ଜଗନ୍ନାଥ, ନମସ୍କାର। ଆଜି ହେଲା ମୋର ଜନ୍ମଦିନ, ତ ଭାବିଲି ଆଜି ଜନ୍ମଦିନର ବ୍ଲଗ୍ଟି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି ବୋଲି। ସକାଳ ସକାଳେ ଉଠିକି ଗାଧୋଇ ପାଧେଇକି ବନେଇ ଦେଇଥିଲି ଗରମା ଗରମ ଚା। ଆଉ ଗରମା ଗରମ ଚାଟା ଶୀତ ଦିନରେ ପିଇଲେ ବହୁତ ହି ବଢ଼ିଆ ଲାଗେ। ମୋର ମୋ ହଜବେଣ୍ଡଙ୍କର ପିଇ ସାରିଲା ପରେ ମୁଁ ତାଙ୍କ ସାଙ୍ଗରେ ଡିସ୍କସ୍ କଲି କି ଆଜି ମୁଁ ଏଇ ଶାଢ଼ୀଟି ପିନ୍ଧିବି ବୋଲି, ନୂଆ ବାଲାଟା। ତ ଶାଢ଼ୀଟି ଗାଧୋଇ ପାଧେଇକି ରେଡ଼ି ହେଇକି ପିନ୍ଧି ଦେଇଥିଲି। ଆଉ ଆପଣମାନେ ଦେଖିକି ନିଶ୍ଚିନ୍ତ କହିବେ କେମିତି ଲାଗିଲା। ତାପରେ ବାହାରି ଯାଇଥିଲି ଆମର ମନ୍ଦିରକୁ, ଲକ୍ଷ୍ମୀ ନାରାୟଣ ମନ୍ଦିର। ମନ୍ଦିରରେ ଯାଇକି ସେଇଠି ଗୋଟେ ଦୀପଟେ ଜାଳିକି ମାଆଙ୍କର ଆଶୀର୍ବାଦ ନେଇକି ଆଉ ବହୁତ ସାରା ଶୁଭକାମନା ସହିତ ମନ୍ଦିରରୁ ମୁଣ୍ଡିଆଟି ପକେଇକି ପଳେଇ ଆସିଥିଲି। ତାପରେ ଘରେ ଆଜି ବନେଇଥିଲି ଗରମା ଗରମ ଭେଜ୍ ବିରିୟାନୀ। ତ ଯୋଡ଼ା ପାଇଁ ମୁଁ ନେଇଯାଇଥିଲି ଫୁଲକୋବି, ବିନ୍ସ, ଆଳୁ, ଆଉ ସେଥିରେ ସବୁ ମସଲା ଗୁଡ଼ିକ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ବିରିୟାନୀ ମସାଲା, ଦହି, ଲୁଣ, ହଳଦୀ ସବୁଗୁଡ଼ିକ ସେଥିରେ ଆଡ଼୍ କରି ନେଇଥିଲି। ଆଡ଼୍ କରି ନେଇକି ସେଥିରେ ଟିକେ ଅଦା ରସୁଣ ପେଷ୍ଟ ମଧ୍ୟ ଆଡ଼୍ କରିଦେଇଥିଲି। ତାପରେ ଲାଷ୍ଟକୁ ଆଡ଼୍ କରି ନେଇଥିଲି ଆମର ଧନିଆ ପତ୍ର ଆଣ୍ଡ ପୁଦିନା ପତ୍ର। ସେ ସବୁକୁ ବହୁତ ବଢ଼ିଆ ଭାବରେ ମିକ୍ସ କରି ନେଇଥିଲି। ଆଉ ଏପଟେ ପନିରର ବି ଗୋଟେ ଷ୍ଟଫ୍ଟେ ରେଡ଼ି କରି ନେଇଥିଲି। ତେଲରେ ବଢ଼ିଆ ସେ ସେଟାକୁ ଫ୍ରାଏ କରି ନେଇଥିଲି। ତାପରେ ଗୋଟେ ପେନ୍ରେ ପିଆଜକୁ ବଢ଼ିଆ ସେ ଫ୍ରାଏ କରିକି ଗୋଲ୍ଡେନ୍ ବ୍ରାଉନ୍ ହେଲା ଭଳିଆ କାଢ଼ି ଦେଇଥିଲି। ତାପରେ ସେଇ ସେମ୍ ପେନ୍ରେ ପିଆଜକୁ ଟିକେ ଫ୍ରାଏ କରିକି ଆଉ ଯେଉଁ ମସଲାଟିକୁ ମ୍ୟାରିନେଟ୍ କରିକି ରଖିଥିଲି ସେଇଟାକୁ ଆଡ଼୍ କରି ନେଇଥିଲି। ଆଡ଼୍ କରି ନେଇକି ତାକୁ ବଢ଼ିଆ ସେ ଫଟାଫଟ ସେ ପୁରା ଆଗପଛ କରିକି ଚଲେଇ ନେଇକି ତାକୁ ହାଲକା ହାଲକା ଘୋଡ଼େଇକି କାଢ଼ିକି ଦେଖି ନେଇଥିଲି। ତ ମସଲାଟା ରେଡ଼ି ହେଇସାରିଲା ପରେ ମସଲାରୁ ଟିକେ କାଢ଼ି ଦେଇକି ସେ ଉପରେ ମୁଁ ବିରିୟାନୀ ରାଇସ୍ର ଲେୟାରଟା ପକାଇ ନେଇକି ଫୁଡ଼୍ କଲର୍ ଆଡ଼୍ କରିକି ଏସେନ୍ସ ଆଡ଼୍ କରିକି ତାପରେ ଆମର କାଟିକି ରଖିଥିବା ପିଆଜ ଆଉ ମସଲା, ମ୍ୟାରିନେଟ୍ ମସଲା ସବୁଗୁଡ଼ିକ ହାଲକା ହାଲକା କରିକି ଆଡ଼୍ କରି ନେଇଥିଲି। ଆଡ଼୍ କରି ନେଇକି ସେଥିରେ ବି ଆଡ଼୍ କରିଥିଲି ଆମର ପନିର। ତାପରେ ଆଡ଼୍ କରି ନେଇଥିଲି ଆମର ଏଗେନ୍ ବିରିୟାନୀ ରାଇସ୍। ତ ସବୁଯାକ ଏମିତି ଗୋଟେ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ କରିକି ଲେୟାରିଂ କରି ନେଇଥିଲି। କାହିଁ ବିରିୟାନୀର ପ୍ରୋସେସ୍ଟା ଏମିତି ହିଁ ହୁଏ। ତ ଯେଉଁଟାକୁ ମୁଁ ୟୁଟ୍ୟୁବରେ ଦେଖିଥିଲି ଆଉ ପ୍ରଥମ ଥର ପାଇଁ ବିରିୟାନୀ ବନାଉଥିଲି। ତ ଜନ୍ମଦିନରେ ସମସ୍ତଙ୍କର ଫରମାଇଶ ଥିଲା କି ବିରିୟାନୀ ବନେଇବା ପାଇଁ। ଆଉ ଏଇଟା ମୋର ପ୍ରଥମ ଥର ମୋ ଶ୍ୱଶୁର ଘରେ ମୋ ଜନ୍ମଦିନଟା। ତ ବିରିୟାନୀ ସମସ୍ତେ ଖାଇକି ତ ବହୁତ ହି ବଢ଼ିଆ କହିଲେ, ସମସ୍ତଙ୍କୁ ବହୁତ ହି ବଢ଼ିଆ ଲାଗିଥିଲା। ସବୁ ଏମିତି କରିସାରିଲା ପରେ ତାକୁ ଦମ୍ କରିବା ପାଇଁ ଗୋଟେ ଇଏରେ ରଖି ନେଇଥିଲି। ରଖିକି ତାପରେ ସେଟାକୁ ହାଲକା ଦମ୍ ହେବା ପାଇଁ ଛାଡ଼ି ଦେଇଥିଲି। ଏପଟେ ଆପଣମାନେ ଦେଖିପାରୁଥିବେ ରେଡ଼ି କରିଦେଇଥିଲି ଗରମା ଗରମ ଆମର ଭେଜ୍ ବିରିୟାନୀ, ତା ସାଙ୍ଗକୁ ରାଇତା। ଆଉ ଦେଖିବା ପାଇଁ ବହୁତ ହି ଡିଲିସିୟସ୍, ଟେଷ୍ଟି ଆଉ ୟମି ଥିଲା। ଆପଣମାନଙ୍କୁ ବ୍ଲଗ୍ଟି କେମିତି ଲାଗିଲା ନିହାତି ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିକି ଜଣାଇବେ। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍